ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଆପଣଙ୍କୁ କହିବୁ ଯେ ଦ୍ୱିପହର ସମୟରେ କେଉଁ କାମ କରିବା ଆଦୌ ଉଚିତ ନୁହେଁ, ନଚେତ୍ ସମ୍ପୂର୍ଣ୍ଣ ପରିବାର ନଷ୍ଟ ହୋଇଯାଏ। ନମ୍ବର 1. ଦ୍ୱିପହର ସମୟରେ ପୂଜାପାଠ କରିବା ଉଚିତ ନୁହେଁ। ସାଧାରଣତଃ ପୂଜାପାଠ ପାଇଁ ସକାଳ ସମୟ ଅତ୍ୟନ୍ତ ଉତ୍ତମ ମୁହୂର୍ତ୍ତ ଅଟେ। ଏହି ସମୟରେ ଦେବଶକ୍ତି ଏବଂ ସକାରାତ୍ମକ ବାତାବରଣ ରହିଥାଏ। ମାତ୍ର ଦ୍ୱିପହର ସମୟରେ ନକାରାତ୍ମକ ବାତାବରଣ ରହିଥାଏ। ତେଣୁ ଏହି ସମୟରେ ପୂଜାପାଠ କଲେ ତାହା ଦୁଷ୍ଟ ଶକ୍ତିକୁ ଚାଲିଯାଏ ଏବଂ ସେହି ପୂଜାର ଫଳ ବ୍ୟକ୍ତିକୁ ପ୍ରାପ୍ତ ହୁଏ ନାହିଁ। ତେଣୁ ଦ୍ୱିପହର ସମୟରେ ପୂଜାପାଠ ବର୍ଜିତ ଅଟେ। ବନ୍ଧୁଗଣ, ନମ୍ବର 2. ଦ୍ୱିପହର ସମୟରେ ଝାଡ଼ୁ ପୋଛା କରିବା ଉଚିତ ନୁହେଁ, କାରଣ ଏହି ସମୟରେ ବାତାବରଣରେ ନକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ସାଧାରଣତଃ ଝାଡ଼ୁ ପୋଛା କରିବା ପାଇଁ ସକାଳ ସମୟ ଅତ୍ୟନ୍ତ ଉପଯୁକ୍ତ ଅଟେ, କାରଣ ଏହି ସମୟରେ ସବୁ ଦେବାଦେବୀ ଗୃହ ମଧ୍ୟରୁ ପ୍ରସ୍ଥାନ କରନ୍ତି। କିନ୍ତୁ ଯଦି ଆପଣ ଦ୍ୱିପହରରେ ଝାଡ଼ୁ ପୋଛା କରନ୍ତି, ତେବେ ମାତା ଲକ୍ଷ୍ମୀ ସ୍ଥାୟୀ ଭାବରେ ଘର ଛାଡ଼ି ଚାଲିଯାଆନ୍ତି, ଯାହାଦ୍ୱାରା ଘରେ କେବେ ବି ଆର୍ଥିକ ଉନ୍ନତି ଏବଂ ସମୃଦ୍ଧି ଆସେ ନାହିଁ। ଭିଡ଼ିଓଟିକୁ ପୁରା ଦେଖନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ନମ୍ବର 3. ଦ୍ୱିପହର ସମୟରେ ସ୍ନାନ କରିବା ଉଚିତ ନୁହେଁ, ନଚେତ୍ ଶରୀରରେ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ସ୍ନାନ କରିବା ପାଇଁ ସକାଳ ସମୟ ଅତ୍ୟନ୍ତ ଉପଯୁକ୍ତ ସମୟ ଅଟେ। ଏହି ସମୟରେ ସ୍ନାନ କରିବା ଦ୍ୱାରା ସବୁ ପ୍ରକାରର ଦେବତାଙ୍କ ଆଶୀର୍ବାଦ ରହିଥାଏ। ଏହା ବ୍ୟତୀତ ବ୍ୟକ୍ତିଙ୍କୁ ଦ୍ୱିପହର ସମୟରେ ନିର୍ଜନ ସ୍ଥାନ, ଏପରିକି ଶ୍ମଶାନ କିମ୍ବା କବରସ୍ଥାନକୁ ଯିବା ଉଚିତ ନୁହେଁ। ନମ୍ବର 4. ସ୍ନାନ ପୂର୍ବରୁ ଭୋଜନ କରିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତି ସ୍ନାନ ପୂର୍ବରୁ ବଞ୍ଚିତ ରହେ, ସେହି ବ୍ୟକ୍ତି ସବୁ ପ୍ରକାରର ସୁଖ ସମୃଦ୍ଧିରୁ ବଞ୍ଚିତ ରହେ। ଭୁଲରେ ବି ଏହିସବୁ କାମ ରାତିରେ କରିବା ଉଚିତ ନୁହେଁ। ନମ୍ବର 1. ରାତିରେ ଏକ ନିର୍ଦ୍ଦିଷ୍ଟ ସମୟରେ ହିଁ ପ୍ରେମ ସମ୍ବନ୍ଧ ସ୍ଥାପନ କରିବା ଉଚିତ, ଅର୍ଥାତ୍ ରାତି 12ଟାରୁ 3 ମଧ୍ୟରେ ହିଁ ପ୍ରେମ ସମ୍ବନ୍ଧ ସ୍ଥାପନ କରିବାର ନିର୍ଦ୍ଦିଷ୍ଟ ସମୟ ଅଟେ। ମାତ୍ର ରାତି 3ରୁ ବ୍ରହ୍ମ ମୁହୂର୍ତ୍ତର ଆରମ୍ଭ ହୋଇଥାଏ। ଏହି ସମୟରେ ଦୈବୀ ଶକ୍ତିର ଉପସ୍ଥିତି ରହିଥାଏ। ଏହି ସମୟରେ ଭଗବାନଙ୍କ ପୂଜା, ଆରାଧନା ଏବଂ ଆରତି ହୋଇଥାଏ। ତେଣୁ ଏହି ସମୟରେ ପ୍ରେମ ସମ୍ବନ୍ଧ ସ୍ଥାପନ କଲେ ପରିସ୍ଥିତି ଗମ୍ଭୀର ହୋଇଥାଏ। ନମ୍ବର 2. ବିଳମ୍ବିତ ରାତିରେ ପୂଜାପାଠ କରିବା ଉଚିତ ନୁହେଁ। ପୂଜାପାଠ ରାତି 11ଟା ପୂର୍ବରୁ ଶୁଭ ମୁହୂର୍ତ୍ତରେ କରିବା ଉଚିତ, କାରଣ ରାତି 11ଟା ପରେ ପୂଜାପାଠ କଲେ ତାହା ତାନ୍ତ୍ରିକକୁ ଚାଲିଯାଏ, ଯାହା ଦୁଷ୍ଟ ଆତ୍ମାକୁ ଯାଇଥାଏ। ତେଣୁ ରାତିରେ ଶୁଭ ମୁହୂର୍ତ୍ତରେ ହିଁ ପୂଜାପାଠ କରିବା ଉଚିତ, ଅର୍ଥାତ୍ ରାତି 11ଟା ପୂର୍ବରୁ। ନମ୍ବର 3. ରାତିରେ ବିଛଣାକୁ ଯିବା ପୂର୍ବରୁ ହାତ, ଗୋଡ଼ ଏବଂ ମୁହଁ ଭଲ ଭାବରେ ଧୋଇବା ଉଚିତ, ନଚେତ୍ ଶାରୀରିକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ। ନମ୍ବର 4.
ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ ହାଲୁକା ଗରମ କ୍ଷୀର ପିଇବା ଉଚିତ, କାରଣ ଏହା ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ। ଏହାଦ୍ୱାରା ଶରୀରକୁ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ। ନମ୍ବର 5, ରାତିରେ ଶୋଇବା ପୂର୍ବରୁ ନିଜର ପୁରା ଦିନର ଆକଳନ କରି ନିଅନ୍ତୁ ଏବଂ କେଉଁ କାମ କରିବା ଉଚିତ ଥିଲା ଏବଂ କେଉଁ କାମ କରିବା ଉଚିତ ନଥିଲା ତାହା ନିର୍ଣ୍ଣୟ କରି ଶୋଇଯାଆନ୍ତୁ। ଆଗାମୀ ଦିନ ସକାଳୁ ଉଠି ନୂଆ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।